ଖରା ଦ୍ୱାରା ଆଉ ଜମା ଜଣାପଡ଼ୁନି ରିଲ୍ସ ବାୟା ତ ଆଉ କ'ଣ ବା ଦେଖିବା ପାଇଁ କେହି ନାହିଁ କିନ୍ତୁ ମୁହଁକୁ ଉପଚାର ବହୁତ ହେଇଗଲା। ହେଇଲୋ ଏତେ ସୁନ୍ଦର ଦୃଷ୍ଟି ମୁହଁରେ ଉପଚାର କଲା ପରେ ଆଉ ସବୁବେଳେ ତ ଏମିତି କରିବି ଆଉ କ'ଣ। ତାପରେ ତ ବାହାରି ପଡ଼ିଥିଲି ଅଫିସକୁ ସିଧା ଡାଇରେକ୍ଟ ହିନ୍ଦୀ ମାଷ୍ଟରାଣୀ ଭଳିଆ ଚୁଟିଟାକୁ ହଲେଇ ହଲେଇ ପଳେଇ ଯାଉଛି। ଅଫିସକୁ ଯାଉ ଦେଖିଲି ଏତେ ସାରା ଲୋକ ବସୁଛନ୍ତି କ'ଣ କରିବି ନାଇଁ ପଳେଇ ଆସିଲି ଆଉ। ତାପରେ ଟିକେ ଭୋକ ଲାଗିଥିଲା ତ ଦୋକାନ ପଳେଇଥିଲି କ'ଣ ଟିକେ ଖାଇବା ଆଣି ଖାଇବି ତ ଦେ ମାମାକୁ ପଚାରି ଲେସ୍ ଖାଇବ ନା କହିଲେ ହଉ ଠିକ୍ ଅଛି ବୋଲି ମୁଁ ତ ଖାଇବା ଲଗେଇଲି ଆଉ ଯେମିତି ଖାଉଛି ନା ମୋତେ ଲାଗୁଛି ଛେଳି ଚୁବେଇଲା ଭଳିଆ। ମୋ ଖାଇବା ଦେଖିବା ମାମି ସହିପାରିଲେନି ମୋତେ ଗୋଟେ ଦୁଇଟା ଦେ ବୋଲି ସେ ଗୋଟେ ପାଟିରେ ପୁରେଇ ଦେବେ ଦେଖୁନାହାନ୍ତି କେମିତି ଖାଉଛନ୍ତି। ବା ଭାଇ ଖରା ହଉ ବର୍ଷା ହଉ ଡ୍ୟାନ୍ସ କରିବାର ଅଛି ମାନେ ଡ୍ୟାନ୍ସ କରିବାର ଅଛି ରିଲ୍ସ ବନେଇବା ପାଇଁ କେତେ କ'ଣ କରିବାକୁ ପଡ଼ୁଛି ଓହୋ କୁହନି ଖରାରେ। ମୋତେ ଯେମିତି ଲାଗୁଛି ଜବ୍ କରିକି ଆସିକି ପୁରା ଥକିଗଲି ଡ୍ୟାନ୍ସ କରିବା ଏତେ କ'ଣ ହେଉଛି। ତାପରେ କ'ଣ କରିବି ଭାତ ସହିତ ସେଓ ପିଆଜ ପୁଣି ଆଚାର ସନ୍ତୁଳା। ତାପରେ ଖାଇସାରି ବୋର୍ ଲାଗିଲା ତ ଡ୍ରଇଂ କରିବା ପାଇଁ ବସି ପଡ଼ିଥିଲି ବହୁତ ଦିନ ପରେ ଡ୍ରଇଂ କରିବା ବସିଛି ତ। ତାପରେ ଖୋଲିଲେ ମୋ ଫଟୋ ଯାଇ ଆଲବମ୍ ଭଳିଆ କ'ଣ ଲାଗିଲା ଦେଖିଲା ବେଳକୁ ଇଏ ତ ଆର୍ଟ ବୁକ୍ ମୋ। कौन है ये लोग कहाँ से आते हैं? ମୁଁ ଭଲ ଚିତ୍ର କରି ଜାଣେ ଆପଣମାନେ ଜାଣିନାହାନ୍ତି ବୋଧେ ଦେଖୁନାହାନ୍ତି ମୋ କୃଷ୍ଣକୁ। ତାପରେ ଚାଲନ୍ତୁ ଦେଖିବା ମୋ ଅଫିସ୍ ଏଇଟା ହେଉଛି ମୋ ଅଫିସ୍ ମାନେ ଏଇଠି ମୁଁ କାମ କରେ ଦିନ ସାରା ଦେଖୁନାହାନ୍ତି ପୁରା ପିମ୍ପୁଡ଼ି କଥା କଥା ତାକୁ ସଫା କରି ଉପମା ସହିତ ତରକାରୀ ବନେଇ ଦେଇଥିଲେ ଆଉ ମୁଁ ଆଉ ମାମାକୁ ଖୁଆଇ ମୋ ମାଆକୁ ବି ଦେଇ ଦେଇଥିଲି ଆରାମସେ ଖାଇ ଆମେ ଶୋଇପଡ଼ିଥିଲେ ଟାଟା ବାଏ ବାଏ।